ସନ୍ଧ୍ୟା ହେଲା ମାନେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର କିଛି ଗୋଟେ ଚଟପଟା ସ୍ନାକ୍ ଖାଇବାର ଇଚ୍ଛା ଥାଏ। ଆଉ ଆମ ଓଡ଼ିଶାରେ ବରା, ଆଳୁଚପ ବେସିକାଲି ଛଣାଛଣି। ଛଣାଛଣିଠୁ ବେଷ୍ଟ ସ୍ନାକ୍ ତ କିଛି ନାହିଁ। ଆପଣ ଯେତେ ଯାହା ବନାନ୍ତୁ ନା କାହିଁକି। କଣ ଠିକ୍ କହିଲି ନା? ତ ଆଜି ମୁଁ ବନେଇଛି ବରା। ସେଟା ପୁଣି ସାଧା ସିଧା ବରା ନୁହେଁ। ତାର ମସଲା ଫିଲିଂ ବାଲା ବରା। ଯେମିତି ଆମେ ଆଳୁଚପ କରୁଛେ, ସେମିତି ମସଲା ବାଲା ବରା ବନେଇଛି। ଯୋଉଟା କି ସମସ୍ତିଙ୍କି ପସନ୍ଦ। ଆକ୍ଚୁଆଲି ମୋର ବରା ଆଉ ମଟର ତରକାରୀ କରିବାର ପ୍ଲାନ୍ ଥିଲା। ତାପରେ ପ୍ଲାନ୍ ଚେଞ୍ଜ ହେଇକି ସେଇ ମଟରଟାକୁ ଟିକେ ମସଲା ଦେଇ କଷିକି ତାକୁ ବରା ଦେହରେ ଫିଲିଂ କରିକି ତାକୁ ମୁଁ ଛାଣିଦେଲି। ସେଇ ମଟରଟାରେ ମୁଁ ଆଜି ବିନା ପିଆଜରେ କରିଛି ସେଇଟା ମସଲାଟା। କାରଣ ଆଜି ସଂକ୍ରାନ୍ତି ଥିଲା। ତ ମୁଁ ସେଇଟା ବିନା ପିଆଜରେ କରିଛି ଆଉ ବହୁତ ହି ଟେଷ୍ଟି ଲାଗୁଥିଲା। ଆପଣମାନେ ଯଦି ଟ୍ରାଏ କରିଛନ୍ତି ତ ଭଲ କଥା ଜାଣିପାରୁଥିବେ। ଆଉ ଯଦି ଟ୍ରାଏ କରିନାହାନ୍ତି ତ ସିଓର ଟ୍ରାଏ କରନ୍ତୁ। ବହୁତ ସିମ୍ପଲ ରେସିପିଟିଏ ଆଉ ବେଶୀ ଟାଇମ୍ ବି ଲାଗିବନି। ବହୁତ ଜଲ୍ଦି ଜଲ୍ଦି ହେଇଯିବ ଆଉ ଖାଇବାରେ ବି ମଜା ଆସେ। ବିରିକୁ ଆକ୍ଚୁଆଲି ମୁଁ ପୂର୍ବ ଦିନଠୁ ବାଟିକି ରଖିଦେଇଥିଲି। 4-5 ଘଣ୍ଟା ଟିକେ ବାହାରେ ରଖିକି ତାପରେ ତାକୁ ଫ୍ରିଜରେ ରଖିଦେଇଥିଲି କାରଣ ଖରା ଦିନଟା ନା ନଷ୍ଟ ହେଇଯିବ। ତ ସେଇ 4-5 ଘଣ୍ଟାରେ ସେଇଟା ଭଲସେ ଫର୍ମେଣ୍ଟ ହେଇଯାଇଛି। ଆଉ ବଢ଼ିଆ ସେ ପୁରା ଫସ୍ପା ବରା ଟାଇପ୍ର ଗୋଟେ ଭଲଟେ ହେଇଛି। ଆଉ ତାକୁ ତା ଦେହରେ ମୁଁ ଭୃଷଙ୍ଗ ପତ୍ର, ଜିରା, ଛେଚା ଅଦା, କଟା କଞ୍ଚା ଲଙ୍କା, ଲୁଣ ସବୁ ତାକୁ ଗୋଳେଇକି ରଖିଦେଇଛି। ସେଇଟା ଟିକେ ରଖିଦେଇକି ଏପଟେ ମୁଁ ମସଲାର ପ୍ରିପେୟାର କରୁଛି। ଆଉ ମଟରଟାକୁ ବି ସିଝେଇକି ରଖିଦେଇଛି। ମଟର ଆଉ ଆଳୁକୁ ତାକୁ ମୁଁ ଚକଟିକି ଟମାଟୋ, ଅଦା ଆଉ ଟିକେ ଗୁଣ୍ଡ ମସଲା କିଛି ତାକୁ ପକେଇକି କଷିକି ତାକୁ ମୁଁ ମସଲାଟା ରେଡି କରିଦଉଛି। ସେ ମସଲା ଫିଲିଂଟା ଆମେ ଦେଇକି ଟିକେ ସୁଖା ସୁଖା ମସଲା କରିବା। ନହେଲେ ସେଟା ଭଲସେ ଛାଣି ହବନି। ସେ ମସଲା ଫିଲିଂଟା କରିଦେଇକି ତାକୁ ବରା ଭିତରେ ଦେଇକି ଆରାମସେ ଛାଣିବା। ଟିକେ ମାନେ ସ୍ଲୋ ଆଞ୍ଚରେ ଛାଣିବାର ଅଛି। କାରଣ ନହେଲେ ସେଟା ଭିତରୁ ଟିକେ କଞ୍ଚା ରହିଯିବ। ଆଜି ରେସିପିଟା କରୁ କରୁ ମୋ ପିଲାଦିନ କଥା ମନେ ପଡ଼ିଗଲା। ନୟାଗଡ଼ ମୋ ମାଉସୀ ଘର। ଆମେ ଯାଇଥିଲୁ କିଛି ଗୋଟେ ଫଙ୍କସନ ହଉଥିଲା ଘରେ ସମସ୍ତେ ଯାଇଥିଲୁ ସେଠି ରହିଥିଲୁ ମାଉସୀଙ୍କ ଘରେ। ସକାଳୁ ସକାଳୁ ଆମେ ଉଠୁ ଉଠୁ ମୋ ମାଉସୀଙ୍କ ପୁଅ ନେଇ ଆସିଛନ୍ତି ମସଲା ବରା। ଆମେ ଫାଷ୍ଟ ଟାଇମ୍ ସେଦିନ ଖାଇଥିଲୁ ଆଉ ବହୁତ ହି ଟେଷ୍ଟି ଲାଗୁଥିଲା। ଆମେ ବରା ଭାବିକି ଖାଉଛୁ ତା ଭିତରୁ ମସଲା ବାହାରିଲା ଆଉ ବହୁତ ହି ଟେଷ୍ଟି ଥିଲା। ଆପଣ ଯଦି ବିଲିଭ୍ କରନ୍ତୁ, ଆପଣ ଯଦି ଖାଇନାହାନ୍ତି କେବେ କରିନାହାନ୍ତି ତ ସିଓର ଟ୍ରାଏ କରନ୍ତୁ। ଏଟା ବହୁତ ହି ଟେଷ୍ଟି ଲାଗିବ। ଆପଣ ପିଆଜରେ ଦେଲେ ବି ବହୁତ ଭଲ ଲାଗିବ। ପିଆଜ ରସୁଣ କଷା ବାଲା ମସଲା ଯେମିତି ଆମେ ଆଳୁ ଚପ୍ ପାଇଁ ବନଉଛେ। କିନ୍ତୁ ଆଜି ଯେହେତୁ ସଂକ୍ରାନ୍ତି ହେଇଥିଲା ଆଉ ମୁଁ ବିରିଟା ବାଟିକି ରଖିଦେଇଥିଲି ତ ଆଜି ହିଁ ବନେଇଦେଲି। ଦେଖନ୍ତୁ କେତେ ବଢିଆ ସେ ହେଇଗଲା ମୋ ବରାଟା। ଟିକେ ସ୍ଲୋ ଆଞ୍ଚରେ ଛାଣିଥିଲି ଆଉ ଏବେ ପୁରା ରେଡି ହେଇଗଲା। ହଁ, ଆମ ଘରେ ସମସ୍ତେ ଖାଇକି ବହୁତ ଖୁସି ହେଲେ। ସମସ୍ତଙ୍କୁ ବହୁତ ଭଲ ଲାଗିଲା। ଆପଣ ବି ସିଓର ଟ୍ରାଏ କରନ୍ତୁ ଆଉ ଏନ୍ଜୟ କରନ୍ତୁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତ ପ୍ଲିଜ ଗୋଟେ ସବସ୍କ୍ରାଇବ କରିଦେବେ। ଆଉ ଭିଡିଓଟି ଭଲ ଲାଗୁଥିଲେ ଗୋଟେ ଲାଇକ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।